friendly meeting was organized under the leadership of Sanjeev Behra, the President of Student Union and Social Worker, and under the leadership of Dilip Mahapatra, the editor of Biju Janata Dal in Jagatsinghpur district. Many prominent figures, including the youth leaders Pranadeep Mandal, Vishwanath Nayak, Saroj Kumar Nayak, Manoj Kumar Maharana, Sarangdhar Behra, Artabandhu Nayak, Lalit Barik, Alek Behra, Prabhakar Behra, Sushant Sahu, Padmanav Barik, and Vijay Kumar Maharana attended the event. The event aimed to uplift the youth and work towards the progress of Jagatsinghpur district. The Nirvachan Mandal is working diligently to ensure fair elections as witnessed by the presence of voters aged 18 to 25 years. Additionally, the discussions were held with the youth regarding various issues such as including the provision of medical services to patients at Kujang Medical, solving water-related problems, providing water in the village, and providing employment to the unemployed youth. It was noted that the late father, who has been legislator for 35 years and a minister at the age of 7 along with his son, who currently a 5-year legislator and 40-year-old elected member of Jagatsinghpur Election Commission, has been addressing the concerns of the people. Now the family is seeking tickets from the Biju Janata Dal for the Jagatsinghpur Election Commission. The time has come for people to choose the right leaders and vote wisely. Social worker Sanjeev Behra, Artabandhu Nayak, and Dilip Mahapatra, the editor of Biju Janata Dal in Jagatsinghpur district, have been discussing the issues with the youth. ମୋ ନାଁ ସଞ୍ଜିତ ବେହେରା। ମୁଁ ପୂର୍ବତନ ଉଦ୍ୟମ ମହାବିଦ୍ୟାଳୟ ସଭାପତି ଥିଲି ଏବଂ ପୂର୍ବତନ ଛାତ୍ର ପାଇଁ ସଭାପତି ଥିଲି। ବର୍ତ୍ତମାନ ପାଇଁ ସମାଜର କୌଣସି ପଦପଦବୀରେ ନାହିଁ। ଆଜି ଯେଉଁ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ କ'ଣ କହିବେ? ଆଜି ଆମେ ଏକ ବନ୍ଧୁ ମିଳନ ଏଇଥିପାଇଁ କରିଥିଲୁ ଯେ ରାଜନୀତି ଆମେ ମୁଖ୍ୟ ଦୁଇଟି ଜିନିଷକୁ ଦେଇଥିଲୁ ମଣିଷ ଜୀବନରେ। ପ୍ରଥମ ହେଉଛି ରାଜନୀତି, ଦ୍ୱିତୀୟତ ହେଉଛି ସେବା। ରାଜନୀତି ଏଇଥିପାଇଁ ରାଜନୀତି କରିଥିଲୁ। ଆଜି ଦେଖ ରାଜନୀତି ଆମ ଭାରତ ବର୍ଷରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ହୋଇଯାଇଛି। ଆଜି 60% ଲୋକ ମାତ୍ର ମାନେ 100ରୁ 60 ଜଣ ଲୋକ ଭୋଟ୍ ଦେଉଛନ୍ତି, 40 ଜଣ ଲୋକ ଭୋଟ୍ ଦେଉନାହାନ୍ତି। କିନ୍ତୁ ରାଜନୀତିରେ ଏତେ ଖରାପ ଭାବୁଛନ୍ତି, କିନ୍ତୁ ସେଇ ଲୋକମାନେ ବୁଝିବା ଦରକାର ଏବଂ ଆମ ଅଞ୍ଚଳର ବି ଲୋକମାନେ ବୁଝିବା ଦରକାର। ରାଜନୀତି ଆମ ଜୀବନରେ ନିହାତି, କାହିଁକି ନା କୌଣସି ଲୋକ ନେତାଟିଏ ଯଦି ଚୌକିରେ ନ ବସିବ ଦେଶ ଚାଲିବ ନାହିଁ। ତେଣିକି ସେ କଂଗ୍ରେସର ବସୁ କି ସେ ବିଜେପିର ବସୁ, କେହି ଜଣେ ବସିଲେ ଯଦି ଆମର ବିଚାରଧାରା ଏଇଠି ଯେ ଆମେ ଯେଉଁ ଭୋଟ୍ ମତଦାନଟା କମିଯାଉଛି କି ଲୋକଙ୍କର ଏଇ ଯେଉଁ ଭାବନାଟା ଆସୁଛି ଯେ ରାଜନେତା ମାନେ ଭଲ ନୁହଁ କିଏ ନ, ଆମେ ସେଇ ବିଚାରଧାରାକୁ ନେଇକି ଯେ ଉଚିତ ରାଜନେତାକୁ ଭୋଟ୍ ଦିଅ, ସମ୍ପୂର୍ଣ୍ଣ ଭୋଟ୍ ଦିଅ, ଯେ ଦେଶ ଭଲ ଭାବରେ ଚାଲିବ, ସମସ୍ତ ସମୂହ ଜନସାଧାରଣଙ୍କର ଉନ୍ନତିମୂଳକ କାର୍ଯ୍ୟରେ ସେ ଲୋକଟି ଆସିପାରିବ। ଆମ ଅଞ୍ଚଳ କଥା ବେଶ କହିକିନା ଆମେ ଏ ଅଞ୍ଚଳରେ ଏଇଥିପାଇଁ କରୁଥିଲୁ ଯେହେତୁ ଆମେ ଆଗକୁ ଆସୁଛି ନିର୍ବାଚନ, ଜୁନ୍ 1ରେ ଆମେ ମତଦାନ ଦେବୁ। ଯିଏ ଆମର ଏଠି ବାର ବିଧାୟକ ହେଇଥିଲେ ସେ ତ ଆଉ ନାହାନ୍ତି, ବରିଷ୍ଠ ରାଜନେତା, ତ ତାଙ୍କ ପୁଅ ବି ଆଉ ଥରେ ବର୍ତ୍ତମାନ ପାଇଁ ବି ବିଧାୟକ ଅଛନ୍ତି କହିଲେ, ଯେହେତୁ ଇଲେକ୍ସନଟା ଡିକ୍ଲାର ହେଇଯାଇଛି କିନ୍ତୁ କୌଣସି ଇଏ ନାହିଁ। ବର୍ତ୍ତମାନ ପାଇଁ ତ ବିଧାୟକ ଅଛନ୍ତି, କିନ୍ତୁ ତାଙ୍କ ବାପା ରହିଲେ 7 ଥର, ପୁଅ ରହିଲେ ଥରେ, 8 ଥର, 840 ବର୍ଷ ରାଜନୀତି କଲେ। କିନ୍ତୁ ଆମ ଦୁଃଖ ପରିତାପର ବିଷୟ, ଆମ ମେଡ଼ିକାଲ ଆଜି ପର୍ଯ୍ୟନ୍ତ ଉନ୍ନତି ହେଇପାରିଲା। ପାରାଦୀପର ସ୍ୱପ୍ନ, ପାରାଦୀପର କ'ଣଟା ଅଛି? ପାରାଦୀପର ଖାଲି ଇଣ୍ଡଷ୍ଟ୍ରିଜ୍ ଅଛି। ଇଣ୍ଡଷ୍ଟ୍ରି ଆମର ସ୍ୱପ୍ନ। କୁଜଙ୍ଗ ବ୍ଲକରେ 1.5 ଲକ୍ଷ ଲୋକ ଅଛନ୍ତି। 1.5 ଲକ୍ଷ ଲୋକ କେଉଁଠିକି ଯିବେ? ଯଦି ଡାକ୍ତର ନାହିଁ, ଯଦି ଯାଉଛନ୍ତି ମେଡ଼ିସିନ ଦୋକାନକୁ, ଆଜି ମେଡ଼ିସିନ ଆଇଲେ ଯଦି ଭଲ ନାହିଁ, କାଲି ଗଲାବେଳକୁ ଡେଥ୍ ହେଇଯାଉଛି, ମରିଯାଉଛି। ଭେଣ୍ଡା ପୁଅ ଗୋଟେ ମାଆ କତିରୁ ଯାଉଛି, କି ଗୋଟେ ଛୋଟ ଛୁଆ କତିରୁ ତା ମାଆ ବାପା ପଳାଉଛନ୍ତି। ଇଏ ଗୋଟେ ହେଲା ମେଡ଼ିକାଲ ସ୍ୱାସ୍ଥ୍ୟର ଆଜି ପର୍ଯ୍ୟନ୍ତ ଉନ୍ନତି ହେଇପାରିଲା ନାହିଁ। ଦ୍ୱିତୀୟ ହେଉଛି ପାଣି। ଦେଖନ୍ତୁ କେନାଲ, ଯେଉଁ କେନାଲ ଇଂରେଜମାନେ ଆମରି ଲୋକମାନଙ୍କୁ ଖୋଳେଇକିନି ତାଲନା ପର୍ଯ୍ୟନ୍ତ, ସେ କେନାଲରେ ଆପଣମାନେ ଦେଖୁଥିବେ, ଯିବା ଆସିବା କରୁଥିବେ ମିଡ଼ିଆ ଭାଇମାନେ, ଦେଖୁଥିବେ ସେ କେନାଲ ପାଣି ଶୁଖିଯାଇଛି। ଯେଉଁ କେନାଲ ଦ୍ୱାରା ଚାଷୀମାନେ ଉନ୍ନତି ହୁଅନ୍ତି, ଚାଷ ଭଲ ହୁଏ, ପେଟ ପ୍ରତିପୋଷଣ ହୁଏ, ସେ ଜିନିଷ ବି ବନ୍ଦ ହେଇଯାଇଛି। ପିଇବା ପାଣି ଗାଁକୁ ମଧ୍ୟ ସୁବିଧା ନାହିଁ, ଡ୍ରେନେଜ ସୁବିଧା ନାହିଁ, ନଦୀ ନାଳ ଜଙ୍ଗଲକୁ ମଧ୍ୟ ଧ୍ୱଂସ କରିଦେଲେଣି, କିନ୍ତୁ ଏଠି ଉନ୍ନତି ନାହିଁ, ଯୁବକ ବେକାରୀ, ନିଯୁକ୍ତି ନାହିଁ। ଆପଣ ଏବେ କ'ଣ ଚାହୁଁଛନ୍ତି? ଆମେ ଆପଣଙ୍କ ମାଧ୍ୟମରେ ଆମେ ଦେବା ମତଦାନଟା ଉଚିତ ମତଦାନ ଦିଅ, କିନ୍ତୁ ଉଚିତ କ୍ୟାଣ୍ଡିଡେଟ୍ ଦିଅ, ଯେଉଁ କ୍ୟାଣ୍ଡିଡେଟ୍ କରିବ। କାହିଁକି ନା ଯେହେତୁ ଯଦି ଜଣେ ଭଲ କାମ କରେ ସେ ହିଁ କ୍ୟାଣ୍ଡିଡେଟ୍ ପାଇବ। 147ଟା ବିଧାନସଭାରେ ସମସ୍ତେ ପାଇଲେ, ଯିଏ ଠିଆ ହେଇଥିଲେ ସବୁ ଦେଲେ, ଆଙ୍କୁ ଏଥର କାହିଁ ଦେଲେ? ଆଉ ଯଦି ଦେଲେ ଗୋଟେ ପୁରୁଷର ଶକ୍ତିଟା, ଯଦି ଜଣେ ଭଲ କାମ କଲା ତାହେଲେ ଠିଆ ହେବ, ନାରୀ କାହିଁ ଦେଲେ?
ତାମାନେ ତାଙ୍କୁ ତାମାନେ ସିଏ ଅଯୋଗ୍ୟ ତାଠୁ ମାନେ ଏମାନେ ଉନ୍ନତି କରିବେ ତା ଅର୍ଥ କହୁଛି ଡାଇରେକ୍ଟଲି କହୁଛି ତାର କେମିତି କ'ଣ ହେବ ଆମେ ତ ଏଇ ବିଚାରଧାରା ପାଇଁ ସେଇଥିପାଇଁ ଲୋକଙ୍କୁ ବାତାବରଣ ଦେଉଛୁ ଯେ ଏଥିରୁ ନିଷ୍ପତ୍ତି ଉଚିତ କ୍ୟାଣ୍ଡିଡେଟ୍ ଦିଅ ଯିଏକି ବାରବାର ଜଣଙ୍କୁ ଗାଦିରେ ବସାଇବାକୁ ବହୁତ ଗର୍ବ ଆଉ ଅହଙ୍କାର ହେଇଯାଉଛି କିନ୍ତୁ ଆକୁ ଗାଦିଚ୍ୟୁତ କରିବା ପାଇଁ ଆମେ ଆଜି ଏଇ ଯେଉଁ 100 ପିଲା ବନ୍ଧୁ ମିଳନ କରିଥିଲୁ ଏଇଟା ଆଗାମୀ ଦିନରେ 1000 ପିଲାରେ ପରିଣତ ହେବ ଆକୁ ଆମେ ସଠିକ୍ ଜବାବ ଦେବୁ ଆଉ ପ୍ରତି ପଞ୍ଚାୟତରେ ମଧ୍ୟ ଏ ସ୍ପିଡ୍ ଯିବ ଯେ ଏପରି ଗୋଟେ ଅଯୋଗ୍ୟ ବିଧାୟକ ଯେଉଁଠି ମାନେ ପୁରୁଷର ପଣିଆଟା ଯେଉଁଠି ଆଜି ମରିଯାଇଛି ଯାହା ଯେଉଁ ବିଧାୟକର ସେ ବିଧାୟକ ଯଦି ତାଙ୍କର ଧର୍ମପତ୍ନୀ ତାର କ'ଣ କରିବେ ଯେ ଭୋଟଟାକୁ ଆମେ କହୁଛୁ ଯେ ଲୋକ ଉଚିତ କ୍ୟାଣ୍ଡିଡେଟ୍ ଦେଖି ଭୋଟ କରିବେ। ମୁଁ ଦିଲ୍ଲୀପ କୁମାର ମହାପାତ୍ର ବିଜୁ ଯୁବଦଳ ଜଗତସିଂହପୁର ଜିଲ୍ଲାର ଜେନେରାଲ ସେକ୍ରେଟାରୀ। ଆଜି ଯେଉଁ ବନ୍ଧୁ ମିଳନ ନାଁରେ ଯେଉଁ ଶକ୍ତି ପ୍ରଦର୍ଶନ କରାଯାଉଛି ଯେଉଁ ଯୁବବାହିନୀ ମାନେ ଯେଉଁ ବିଜେଡ଼ିର ଆଜି ଗୋଟେ ଉଦ୍ଘାଟନ କରି ସଭା କରୁଛନ୍ତି ତାକୁ ଆଖି ଆଗରେ ରଖି ଯେଉଁ ବିରୋଧ ପ୍ରଦର୍ଶନ କରି ଯେଉଁ ଶକ୍ତି ପ୍ରଦର୍ଶନ ତୁମେ ଆଜି ଦେଖେଇଛ ତାକୁ କ'ଣ କହିବ? ମୁଁ 4ଟା ମୁଦ୍ଦା ରଖୁଛି ମୋର କୁଜଙ୍ଗ ବ୍ଲକର 36ଟା ପଞ୍ଚାୟତର କର୍ମକର୍ତ୍ତାମାନଙ୍କୁ ଆଉ ଉପସ୍ଥିତ ଯେଉଁମାନେ ପାରାଦୀପ ନିର୍ବାଚନ ଷ୍ଟାଣ୍ଡିଂର ନିର୍ବାଚିତ ହେବାକୁ ନିର୍ବାଚନ ଲଢ଼ିବା ପାଇଁ ଥିବା ପ୍ରାର୍ଥୀମାନଙ୍କୁ 4ଟା ମୁଦ୍ଦା ପଚାରିବି ସେ ମୁଦ୍ଦାର ଆନ୍ସରଟା ସେ ମୋତେ ଦେବାକୁ ଚାହିଁବେ। ମୁଁ ବିଗତ ଦିନରେ 10 ବର୍ଷ ବିଜୁ ଜନତା ଦଳର କୁଜଙ୍ଗ ବ୍ଲକର ଯୁବ ସଭାପତି ଥିଲି ଏବେ ଅଛି ଜିଲ୍ଲା ଜେନେରାଲ ସେକ୍ରେଟାରୀ। 4ଟା ମୁଦ୍ଦାରେ ମୁଁ 5 ବର୍ଷରେ ମୁଁ ମୋ ଅନ୍ତରକୁ କଷ୍ଟ ଲାଗିଲା ଯେ ଏଠି ନା ସାଧାରଣ ଲୋକଙ୍କ ସେବାରେ ଅଛନ୍ତି ନେତାମାନେ ନା ଗରିବ ଲୋକଙ୍କ ଦୁଃଖ କଥା ବୁଝିବା ପାଇଁ ଏମାନେ ନିଜର ବ୍ୟକ୍ତିଗତ ବିଜନେସକୁ ବଢ଼ାଇବା ପାଇଁ ଏଠି ରାଜନୀତି କରିକି ଆଖପାଖ ଅଞ୍ଚଳର ଯୁବକମାନଙ୍କୁ ମିଛ ପ୍ରଶାସନ ଦେଇକି ଏମାନେ ବିଭିନ୍ନ ପ୍ରକାର ଶିଳ୍ପାଞ୍ଚଳ ନାଁରେ ଚାକିରି ଦେବା ନାଁରେ ଠକେଇ ସଂସ୍ଥା ଚଲେଇଛନ୍ତି ଲକ୍ଷାଧିକ ଟଙ୍କା ବି ସେମାନଙ୍କ କତରୁ ନେଇଛନ୍ତି ସେ ପ୍ରମାଣ ବି ମୋ ପାଖରେ ଅଛି ତା ପରସ୍ତେଜରେ ମୁଁ ବି ପ୍ରମାଣ ଦେଇପାରିବି। 4ଟା ମୁଦ୍ଦା ହେଉଛି ପ୍ରଥମ ମୁଦ୍ଦା ହେଉଛି ମୋ ଅଞ୍ଚଳର ଏଇ କୁଜଙ୍ଗ ବ୍ଲକ ଅଞ୍ଚଳର ବହୁତ ବଡ଼ ବଡ଼ ଟାଣୁଆ ନେତା ଭାଇମାନେ ଅଛନ୍ତି ଯେଉଁମାନେ କି ଆଜି ପର୍ଯ୍ୟନ୍ତ କୁଜଙ୍ଗର କୌଣସି କାର୍ଯ୍ୟର ସଫଳ କରିନାହାନ୍ତି। ପ୍ରଥମ କାର୍ଯ୍ୟ ହେଉଛି କୁଜଙ୍ଗ ମେଡ଼ିକାଲ ଯେଉଁଟାକି ଆଜି ପର୍ଯ୍ୟନ୍ତ ସେ ମେଡ଼ିକାଲର ଉନ୍ନତି ବି ମୁଁ ଦେଖିପାରୁନି ଅପରନତି ହେଇ ଚାଲୁଛି। ଦ୍ୱିତୀୟ ପର୍ଯ୍ୟାୟ ହେଉଛି କୁଜଙ୍ଗ ଅଞ୍ଚଳର ଏତେ ଆବର୍ଜନା ଅଛି ଯେ ଏ ଆବର୍ଜନା କେବେ ସରିବନି। ମୁଁ ଏବେ ରିସେଣ୍ଟଲି ଥରେ ରାସ୍ତାରେ ବସ୍ରେ ଯିବାବେଳେ ମୁଁ ଦେଖିଲି ସାଇଡ଼୍ରେ ଡାହାଣ ପଟେ ମଣିଜଙ୍ଗା ହସ୍ପିଟାଲଟାକୁ ମୁଁ ଦେଖିକି ଆସିଲି ବାଟରେ ସେ ମେଡ଼ିକାଲକୁ ଦେଖିଲା ପରେ ମୁଁ ନିଜ ଅନୁଭୂତି କଲି ଆମ ଅଞ୍ଚଳରେ ରାଜନେତାଙ୍କର କମତି ନାହିଁ ବଡ଼ ବଡ଼ କର୍ମୀଙ୍କର କମତି ନାହିଁ ଫିର୍ ବି ଏ ଅଞ୍ଚଳ ସେଇ 20 ବର୍ଷ ତଳେ ଯାହା ଅଛି ଏବେ ବି ସେଇଭଳିଆ ଅଛି। ମୁଁ ଗୋଟିଏ କଥା ମୋର ଏ ଆଖପାଖ ଅଞ୍ଚଳର ଯେଉଁ ରାଜନେତାମାନେ ରାଜନୀତି କରୁଛନ୍ତି ମୁଁ ଗୋଟିଏ ଅନୁରୋଧ ଭାଇକି ଗୋଟିଏ କୋଶ୍ଚିନ୍ ପଚାରୁଛି ଯେ ଗୋଟିଏ ମୁଦ୍ଦା ପ୍ରଥମ ମୁଦ୍ଦା ହେଉଛି ଆମ ଅଞ୍ଚଳରେ ସବୁ ଥାଇକି ଆମ ଅଞ୍ଚଳରେ କୋର୍ଟ କଚେରୀ ବ୍ଲକ ତହସିଲ ସବୁ ଥାଇକି ଫିର୍ ବି ଆମ ଅଞ୍ଚଳର ଯୁବକମାନେ ଗୋଟିଏ ବି କେହି ନିଯୁକ୍ତି ପାଇପାରୁନାହାନ୍ତି। ପାରାଦୀପ ବନ୍ଦର ଶିଳ୍ପାଞ୍ଚଳ ଆମ ଅଞ୍ଚଳକୁ ନେଇକି ଶିଳ୍ପାଞ୍ଚଳ ଏ ଅଞ୍ଚଳରେ ଯେତିକ ଶିଳ୍ପାଞ୍ଚଳ ହେଉଛି ଆମରି ଜାଗା ଆମ ମାଟି ପବନ ପାଣି ପବନ ସବୁ ଆମରି କିନ୍ତୁ ଆମର ଗୋଟିଏ ପିଲା ବି ଆଜି ପର୍ଯ୍ୟନ୍ତ ନିଯୁକ୍ତି ହେଉନାହାନ୍ତି। ବିଭିନ୍ନ ପ୍ରକାର ଶିଳ୍ପ ସଂସ୍ଥାରେ ବିଭିନ୍ନ ପ୍ରକାର ଶ୍ରମିକ ସଂସ୍ଥା କରିକି ସେମାନେ ବାହାର ଜିଲ୍ଲାର ପିଲାମାନଙ୍କୁ ନିଯୁକ୍ତି ଦେଉଛନ୍ତି ତାଙ୍କ ପାଖରୁ କିଛି ପଇସା ରିଟର୍ଣ୍ଣ କରୁଛନ୍ତି ସେମାନଙ୍କୁ ନିଯୁକ୍ତି ଏ ଅଞ୍ଚଳର ପିଲାମାନଙ୍କୁ ଆପଣ ବି ଯୁବ ବିଜେଡ଼ିର ସେକ୍ରେଟାରୀ ଅଛନ୍ତି ଏ କଥା ଆପଣଙ୍କ ବିଧାୟକଙ୍କୁ ବି କହିଥିବେ ଯେହେତୁ ଆପଣ ବିଧାୟକ ପାଖରେ ବି ଥିଲେ ଓଇଛା ଯେଉଁ କଥାଟା କହୁଛନ୍ତି ସେତେବେଳେ ବିଧାୟକ କହିଥିବେ ତାହେଲେ ବିଧାୟକ କାହିଁ ଆପଣଙ୍କ କଥା ଶୁଣିଲେନି ଆଜି ଯେଉଁ ସଭାଟା ଆୟୋଜନ କଲେ ଆପଣ ବି ତାକୁ ବିରୋଧ କରିକି କଲେ କ'ଣ ପାଇଁ ଏ ବିଷୟରେ କହିବେ? ଏ ବିଷୟରେ କହିବାର ମୋର ମୁଦ୍ଦା ହେଉଛି କ'ଣ ଯେଉଁଟାକି ଏ ସମୟରେ ସତ କହିଲେ ଯେଉଁଠି ସତର ସାମ୍ନା କରିବାକୁ ହେଲେ ତ ତୁମକୁ ବିଭିନ୍ନ ପ୍ରକାର ସମସ୍ୟା ଆସିବ କିନ୍ତୁ ସତକୁ ଆମେ କେବେ ଲୁଚେଇବନି। ମୋର ଗୋଟିଏ ମୁଦ୍ଦା ହେଉଛି ମୁଁ ସତ କେବେ ଲୁଚେଇବିନି ଯେଉଁଟା ସତ ସତ। ଏବେ ଆପଣ କ'ଣ ଚାହୁଁଛନ୍ତି? ଏବେ ଚାହୁଁଛି ଯେଉଁ ନେତାମାନେ ଏଠି ଆସିକି ବସିଛି ରାଜନୈତିକ ପନ୍ଥାରେ ବସିକି ଏଠି ରାଜନୀତି କରୁଛନ୍ତି ଏଠି ବସିକି ଯେଉଁ ବ୍ୟକ୍ତିଗତ କିଛି କର୍ମକର୍ତ୍ତାଙ୍କୁ ରଖି ନିଜ ସ୍ୱାର୍ଥ ପାଇଁ କିଛି
କିଛି ଟଙ୍କା ରୋଜଗାର କରିବାର ଲୋକମାନଙ୍କୁ ପାଖରେ ରଖିଛନ୍ତି, କିଛି ଇଏ ମାନେ ରଖୁଛନ୍ତି କେଉଁମାନେ ନା ଯେଉଁମାନେ ରହୁଛନ୍ତି ଗୁଣ୍ଡା ଶ୍ରେଣୀର ଲୋକ ପ୍ଲସ୍ ଏମାନଙ୍କର ଠିକାଦାର, ଏମାନଙ୍କୁ ପାଖରେ ରଖି ଏମାନଙ୍କୁ କିଛି କିଛି ସଂସ୍ଥାକୁ ଅକ୍ତିଆର କରିକି କିଏ କୁଜଙ୍ଗ ବ୍ଲକରେ ଆଡାସ୍ଥଳୀ ବନେଇକି ଯେ ମିଛ ବାହାନାରେ ଗୋଟେ ରୋଜଗାର ସଂସ୍ଥା ଖୋଲିଛନ୍ତି, ଯେଉଁଟାକି ବିଗତ ଦିନରେ ସାଧାରଣ ଲୋକମାନେ ସେଇଟା ପ୍ରକୃତ ବୁଝିବା ଦରକାର ଯେ ଏଠି ପ୍ରକୃତରେ ନା ଗରିବ ଲୋକଙ୍କର ସମସ୍ୟା ଦୂର କରିବା, ନା ବେକାରୀ ସମସ୍ୟା ଦୂର କରିବା, ନା ଏ ଅଞ୍ଚଳର ଡେଭଲପମେଣ୍ଟ ପାଇଁ କେହି ଚାହୁଁନାହାନ୍ତି। ତାଙ୍କର ଗୋଟିଏ ମୁଦ୍ଦା, ଏଠି ଆମେ ବସିବୁ, ବିଭିନ୍ନ ପ୍ରକାର ସାଧାରଣ ଲୋକଙ୍କୁ ଆମେ ଠକିବୁ, ଲୁଟି ଚାଲିବୁ।